ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଲାଉ ସନ୍ତୁଳାର ରେସିପି। ନମସ୍କାର, ମୁଁ କୀର୍ତ୍ତି ସ୍ୱାଗତ କରୁଛି ମୋ ଚ୍ୟାନେଲ ସ୍ୱାଦ ଆଣ୍ଡ ସ୍ପାଇସ୍ ୱିଥ୍ କୀର୍ତ୍ତିକୁ। ଲାଉ ସନ୍ତୁଳା ପାଇଁ ମୁଁ ଏଠି ନେଇଛି ଗୋଟେ ଲାଉ, କ୍ଷୀର, ସୋରିଷ, ଜିରା, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର, ବିରି ଡାଲି। ପ୍ରଥମେ ମୁଁ ଲାଉକୁ 2 ଫାଳ କରିକି କାଟିନେଲି। 2 ଫାଳ କରିଦେଲେ ଲାଉ ଛୋଟ ଛୋଟ ପିସ୍ କରିକି କାଟିବାରେ ସୁବିଧା ହୁଏ। ତାପରେ ମୁଁ ଭଲ ଭାବରେ ତାକୁ ଚୋପା କାଢ଼ିକି ଛୋଟ ଛୋଟ ପିସ୍ କରିକି କାଟିନେଲି। କାଟି ସାରିବା ପରେ ଭଲ ଭାବରେ ପାଣିରେ ଧୋଇ ନେଲି। ଧୋଇକି ରଖିଥିବା ଲାଉକୁ ମୁଁ ପ୍ରେସର କୁକରରେ ପକାଇ ନେଲି। ମନେ ରଖିଥିବେ, ଲାଉରେ ଆପଣମାନେ କମ୍ ପାଣି ଦେବେ, କାହିଁକି ନା ଲାଉରୁ ପାଣି ବାହାରେ। ଯଦି ଆପଣମାନେ ଅଧିକା ପାଣି ପକାଇଦେବେ ତାହେଲେ ତାହା ପାଣି ହେଇଯିବ ଆଉ ଏତେ ଟେଷ୍ଟ ଲାଗିବନି। ତାପରେ ସେଥିରେ ମୁଁ ଲୁଣ ପକାଇକି ଘୋଡ଼େଇ ନେଲି। 3ଟା ହୁଇସିଲ୍ ଆସିବା ଯାଏ ୱେଟ୍ କରିନେଲି। ଏବେ ମୁଁ ସନ୍ତୁଳା ପାଇଁ ଛୁଙ୍କ ପ୍ରସ୍ତୁତ କରୁଛି। ସେଥିରେ ମୁଁ ପ୍ରଥମେ ତେଲ ପକାଇକି ଜିରା, ସୋରିଷ, ବିରି ଡାଲି, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କାକୁ ପକାଇ ନେଲି ଆଉ ଭଲ ଭାବରେ ଭାଜି ନେଲି। ଭାଜି ସାରିବା ପରେ ସେଇ ଛୁଙ୍କକୁ ମୁଁ ସନ୍ତୁଳାରେ ପକାଇ ନେଲି। ତାପରେ ରଖିଥିବା କ୍ଷୀରକୁ ଭଲ ଭାବରେ ଗରମ କରିକି ସେଇ ସନ୍ତୁଳାରେ ପକାଇ ନେଲି। ଲାଉ ସନ୍ତୁଳା ଆପଣମାନେ ଭାତ କିମ୍ବା ରୁଟି ସହିତ ଖାଇପାରିବେ। ଏହି ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହୁଛି, ଧନ୍ୟବାଦ। ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ।